ଆଜି ବରପାଟି ସାମ୍ବାଦିକ ସଂଘ ଆନୁକୂଲ୍ୟରେ କ୍ୟାନ୍ସର ବା କର୍କଟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ଏଇଟା ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କ୍ୟାନ୍ସର ହଉଛି ଆମର ଗୋଟେ କମନ ଏନିମି। ଆମେ ସମସ୍ତେ ମିଶିକରି ଏଇଟାକୁ ହରେଇବାର ଅଛି। ଆଉ ଏଇ ପ୍ରୟାସ ପାଇଁ ମୁଁ ସାଧୁବାଦ ଜଣାଉଛି। ପ୍ରିଭେନ୍ସନ ଇଜ ବେଟର ଦେନ୍ କ୍ୟୁର। ଆମେ କେମିତି ତାକୁ ପ୍ରିଭେଣ୍ଟ କରିପାରିବା ସେଥିପାଇଁ ଏଠି ଆଲୋଚନା ହେଇଛି। ଆଉ ବିଶେଷ କରି ମୁଁ ଜନସାଧାରଣଙ୍କୁ ଅପିଲ କରିବି, ବିଶେଷ କରି ଆମ ମାମାନଙ୍କୁ ଯେ ଝିଅମାନଙ୍କ ପାଇଁ ଭ୍ୟାକ୍ସିନ ଅଛି ସେଟା ସୋସିଆଲ ଷ୍ଟିଗ୍ମା ବା ଟାବୁ ନ ରଖିକରି ହସ୍ପିଟାଲ ଯାଇକରି ଭ୍ୟାକ୍ସିନ ନିଅନ୍ତୁ। ସର୍ଭିକାଲ କ୍ୟାନ୍ସର ଯୋଉ ମହିଳାମାନଙ୍କୁ ହୁଏ ତା ପାଇଁ ସେଟା ଗୋଟେ ବରଦାନ। ଆଉ କିଛି ଭ୍ରୂକ୍ଷେପ ନ କରିକରି ହେଜିଟେସନ ନ କରିକରି ସେ ଭ୍ୟାକ୍ସିନଟା ଦେଖନ୍ତୁ। ଆମେ ସମସ୍ତେ ମିଳିମିଶିକରି ଏ ଯୋଉ କମନ ଏନିମି ଅଛି କ୍ୟାନ୍ସରକୁ ଆମେ ସମସ୍ତେ ମିଶିକରି ହରେଇବୁ। ଖାଇବା ପିଇବା ରହିବା ଜୀବନଶୈଳୀ ସବୁକୁ ଆମେ ଗୋଟେ ଅଲ୍ଟା ୱେରେ ନେଉଛୁ। ତ ଆମେ ମୁଁ ମୋର ଭଉଣୀ ମାନଙ୍କୁ କହିବି ଯେ ଯେହେତୁ ଆମେ ପରିବାର ଭରଣ ପୋଷଣ କରିବାରେ ସବୁଥିରୁ ଆମେ ବେଶୀ ସକ୍ଷମ, ସେଥିପାଇଁ ସେମାନେ ନିଜର ପରିବାରକୁ ଭଲ ଖାଇବାକୁ ଦିଅନ୍ତୁ, ଭେଜାଲ ଖାଇବାକୁ ଦିଅନ୍ତୁ ନାହିଁ। ଆଉ ଯେମିତି ଭଲ ଜୀବନଶୈଳୀ ଟିକେ ଏକ୍ସରସାଇଜ କରନ୍ତୁ, ଗୋଟେ ସୁଚାରୁ ରୂପେ ଲାଇଫକୁ ଚଳାନ୍ତୁ। ଏଇ ଆଜିକାଲିର ଯୋଉ ରାସ୍ତାରେ ମିଳୁଛି ଜଙ୍କ ଫୁଡ ସେଟା ନିଜର ଛୁଆ ମାନଙ୍କୁ ନିଜର ପରିବାର ଜନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଆଉ ଯଦି ଆମେ ନାରୀ ସଜାଗ ହେଇଯିବ ତ ସେ ସବୁ ଜିନିଷକୁ ନିଶ୍ଚୟ ଭଲ ରୂପରେ ତାର ପରିବାରକୁ ସେ ଦେଇପାରିବ। ତ ମୋର କହିବାର ଅଛି ଯେ ଆମେ ଶକ୍ତି ସେଇ ଶକ୍ତିଟା ଆମେ ଆମ ପରିବାରକୁ ଦେବା। ଆଜି ବରପାଲି ସାମ୍ବାଦିକ ସେମାନେ ଆଶା କରିବେ ସେଇ ଜିନିଷ ବଦଳବାର ଲାଗି କ୍ୟାନ୍ସର ବେମାରୀକୁ ଆମେ ପୁରୀ ନିର୍ପାତ କରିପାରିବେନି, କିନ୍ତୁ ଆମେ ତା ପାଇଁ ସାବଧାନ ତାର କୋଉ କଣ ଲକ୍ଷଣ ଅଛି ଆଉ କୋଉ କାରଣ ସେଟା ଆମେ ଜାଣିଥିବା। କାରଣ ଜାଣିଥିଲେ ଆମେ ତା ସହିତ ଦୂରେଇ ରହିପାରିବା। ଯଦି ତା ଲକ୍ଷଣ ଜାଣିଥିବା ଟ୍ରିଟମେଣ୍ଟ ଆମେ ଏର୍ଲି ଦେଇପାରିବା। ତ ଏର୍ଲି ଟ୍ରିଟମେଣ୍ଟ ନଦେଲେ ସର୍ଭାଇଭାଲ ନାହିଁ କ୍ୟାନ୍ସର। ତ ଠିକ ଟାଇମ ପିରିୟଡରେ ଟ୍ରିଟମେଣ୍ଟ ନେଇପାରିଲେ ଏବଂ ଯୋଉ କାରଣ ପାଇଁ କ୍ୟାନ୍ସର ହଉଛି ତାଠୁ ଦୂରେଇ ରହିଲେ ଏଇ ଯୁଗରେ ସକ୍ସେସ ହେଇପାରିବ।